जय जगन्नाथ। जय जगन्नाथ। प्रणाम। प्रणाम। स्वाति लग्नार नूतन कार्यक्रम अतिथिଙ୍କ ସହ ଆଳପକୁ ଆପଣଙ୍କୁ ସ୍ୱାଗତ କରୁଛି। धन्यवाद। ସର୍ବପ୍ରଥମେ ଆପଣଙ୍କର ପରିଚୟ ଜାଣିବାକୁ ଇଚ୍ଛା କରିବୁ। ମୁଁ ମିନତି ଗୋଛି। ମୋ ଘର ଖଣ୍ଡପଡ଼ା, ତେନ୍ତୁଳିଆପଲ୍ଲୀ ମୋ ଶାଶୁଘର। ବାପ ଘର ବେଣାଗାଡ଼ିଆ, ଖଣ୍ଡପଡ଼ା ବେଣାଗାଡ଼ିଆ। କିନ୍ତୁ ବାହାଘର ପରେ ମୁଁ ନୟାଗଡ଼ରେ ଏଇଠି ରହୁଛି। ନୟାଗଡ଼ର ବର୍ତ୍ତମାନ ମୁଁ ସ୍ଥାୟୀ ବାସିନ୍ଦା ହେଇସାରିଲିଣି। ପେଶାରେ ମୁଁ ଜଣେ ସେବିକା। ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ମୁଁ କାର୍ଯ୍ୟରତ ଦୀର୍ଘ 10 ବର୍ଷ ହେଇଗଲାଣି। ତା ଛଡ଼ା ମୁଁ କବିତା ଲେଖେ ଆଉ ଗୀତ ଶୁଣେ, ଗୀତ ଲେଖେ। ଏଇଟା ହଉଛି ମୋର ନିଶା। ମୋ ପିଲାଦିନରୁ ଏଇଟା ହଉଛି ମୋର ନିଶା। ମ୍ୟାମ୍ ଆପଣ କହିଲେ ଆପଣ ସେବିକା ଅଛନ୍ତି ନୟାଗଡ଼ ହସ୍ପିଟାଲରେ ଏବଂ ନିଶା ହଉଛି କବିତା ଲେଖିବା। ନିଶା ଏବଂ ପେଶା ଦୁଇଟାକ ଡିଫରେଣ୍ଟ। ତ ଆଜ୍ଞା। ଆପଣଙ୍କର ନିଶାଟା କେବେଠୁ ଆରମ୍ଭ ହେଲା? ମାନେ କବିତା ଲେଖା କେବେଠୁ ଆରମ୍ଭ ହେଲା? କବିତା କବିତା ଲେଖା ମୁଁ ଥିଲା ପିଲାଦିନୁ। ମୁଁ ପିଲାଦିନୁ କିଛି କିଛି କବିତା ଲେଖେ, ଯାହାକି ରହିଯାଇଥିଲା ସୁପ୍ତ ଅବସ୍ଥାରେ, ଲୁକାୟିତ ଅବସ୍ଥାରେ ରହିଯାଇଥିଲା। ଯାହା କେହି ଜାଣିନଥିଲେ। ମୁଁ ଯାହା ଯେତେବେଳେ ମନକୁ ଆସେ ସବୁ ଲେଖିଦିଏ। ଲେଖିକି ତାକୁ ରଖିଦିଏ, ମୁଁ ନିଜେ ହିଁ ପଢ଼େ। କେହି ଜାଣିନଥିଲେ, କାହାର ଲୋକଲୋଚନକୁ ଆସିନଥିଲା। କିନ୍ତୁ ଏବେ ମୁଁ ଜଣେ ଗୃହିଣୀ, ସୁଗୃହିଣୀ, ଗୋଟେ ଭଲ ମା। ମୋ ପୁଅ ଯେତେବେଳେ ଆମେ ସମସ୍ତେ ପରିବାରର ସମସ୍ତେ ଜଗନ୍ନାଥ ପ୍ରେମୀ। ଆଧ୍ୟାତ୍ମିକ ପରିବେଶ ଆମ ଘରେ ସବୁବେଳେ ଥାଏ। ପୁଅ 4 ବର୍ଷ ବୟସରୁ ସେ ଓଡ଼ିଶୀ ସଙ୍ଗୀତ ଶିକ୍ଷାଦାନ କରେ। ତାକୁ ଗୁରୁଜୀ ଜଣେ ଆସନ୍ତି ଗୀତ ଶିଖାଇବା ପାଇଁ। ସକାଳର ଆରମ୍ଭ ଆମର ତାର ହାରମୋନିୟମ ତାଳରେ, ତାର କଣ୍ଠସ୍ୱରରେ ସରସ୍ୱତୀ ବନ୍ଦନାରୁ ଆରମ୍ଭ ହୁଏ। ସନ୍ଧ୍ୟା ବେଳେ ଗୀତ ଗୋବିନ୍ଦରେ ସରେ। ଦିନ ବେଳେ ଦିନ ସାରା ଯେ ଯାର ନିଜ କର୍ମରେ ଚାଲନ୍ତି। ପୁଅ ଧୀରେ ଧୀରେ ଯେତେବେଳେ ଗୀତ ଶିଖିଲା, ତାକୁ ସୁଯୋଗ ମିଳିଲା ଷ୍ଟୁଡିଓରେ ଗୀତ ଗାଇବା ପାଇଁ। ଭଜନ ସିଏ ଗାଏ ଷ୍ଟୁଡିଓରେ। ସିଏ ଦେଖେ, ମୁଁ ଯେତେବେଳେ ଗୀତ ଲେଖେ, କବିତା ଲେଖେ, ରାତିରେ ବସିକି ସେ ଦେଖେ ଯେ ମାମା କଣ ଲେଖୁଛନ୍ତି। ସିଏ ଏମିତି କଥା ଛଳରେ ସେ ଯୋଉଠି ଷ୍ଟୁଡିଓକୁ ଯାଏ, ସେ ପରମ ବ୍ରହ୍ମ ଟିଭିର ସଞ୍ଜୟ ସାର୍ ତାଙ୍କୁ ଦେଇଥିଲେ ସୁଯୋଗ। ସେଠି ସେ କଥାରେ କହିଲା ଯେ ସାର୍, ଆଉ ମୁଁ ଯୋଉ ଗୀତ ଗୁଡା ଲେଖୁଛି ସେଗୁଡାକ କେମିତି କୋଉଠୁ ଆସୁଛି? ସାର୍ କହିଲେ କି ଏଇ ଗୀତ ଲେଖିବା ପାଇଁ ଜଣେ ଗୀତିକାର ଥାଆନ୍ତି, ସେ ଗୀତ ଲେଖନ୍ତି, ମୁଁ ତାକୁ ସ୍ୱର ସଜାଏ, ତମେ ଗାଅ, ତମେ ହଉଛ କଣ୍ଠଶିଳ୍ପୀ। ସେ କହିଲା କି ମୋ ମାମା ତ କେତେ ଗୀତ ଲେଖନ୍ତି, କେତେ କବିତା ଲେଖିଛନ୍ତି। ସେଇଠୁ ସେ ଜାଣିବାକୁ ପାଇଲେ ଯେ ମୁଁ ଲେଖା ଲେଖି କରେ ବୋଲି। ସେ ହିଁ ମତେ ପ୍ରଥମେ ଅନୁରୋଧ କରିଥିଲେ ଯେ ଆପଣ ଯଦି ଲେଖା ଲେଖି କରନ୍ତି ମତେ କିଛି ଲେଖା ଦିଅନ୍ତୁ। ମୁଁ କିଛି ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଲେଖିଥିଲି, ଲେଖିକି ତାଙ୍କୁ ଦେଇଥିଲି। ତାଙ୍କୁ ବି ବହୁତ ଭଲ ପସନ୍ଦ ଲାଗିଥିଲା। ତାକୁ ସେ ସ୍ୱରରେ ସଜେଇଥିଲେ। ସେ ମୋ ପୁଅ କିଛି ଗୀତ ଗାଇଛି, କିଛି ଅନ୍ୟ କଣ୍ଠଶିଳ୍ପୀ ମାନେ ତାକୁ ଗାଇଛନ୍ତି। ସେଇଠୁ ବୋଧେ ମୋର ଯାତ୍ରା ଷ୍ଟାର୍ଟ ହେଲା ଯେ ମୁଁ ନିଜକୁ ଜାଣିପାରିଲି, ଚିହ୍ନି ପାରିଲି ଯେ ମୁଁ ଲେଖିପାରିବି। କିନ୍ତୁ ବହୁତ ଦିନ ପିଲାବେଳୁ ମୋର ଅଭ୍ୟାସ ଯେ ମୁଁ ଯେକୌଣସି ବହି ଦେଖିଲେ ମୁଁ ତାକୁ ପଢେ। ପଢିବାର ଆଗ୍ରହ ମୋର ଅଧିକ। ମୁଁ ବହୁତ ଉପନ୍ୟାସ, କବିତା ସବୁ ପଢିଛି, ଆଉ ଲେଖିବାକୁ ମଧ୍ୟ ଭଲ ପାଏ। ତାହେଲେ ମ୍ୟାମ୍ ଆପଣଙ୍କୁ ମୋର ଗୋଟେ ପ୍ରଶ୍ନ ରହିବ। ଆପଣ ସେବା କାର୍ଯ୍ୟରେ ଅଛନ୍ତି ଏବଂ କବିତା ମାଧ୍ୟମରେ କବିତା ଲେଖୁଛନ୍ତି ଏବଂ ଆପଣଙ୍କ କବିତା ଆପଣଙ୍କ ପୁଅ ଗୀତ ଗାଇଛି, ଏଇଟା ବହୁତ ବଡ଼ ଭଲ କଥା। ତ ବର୍ତ୍ତମାନ ଯୋଉ ସେବା କାର୍ଯ୍ୟରେ ଯୋଉମାନେ ନିୟୋଜିତ ରହୁଛନ୍ତି ବା ନୂତନ ଭାବରେ ଏଇ ସେକ୍ଟରକୁ ଆସିବାକୁ ଚାହୁଁଛନ୍ତି ସେବା କାର୍ଯ୍ୟରେ, ଯେହେତୁ ଆପଣ ସେବା ଲାଇନରେ ଅଛନ୍ତି, ସେବା ଉପରେ ମୁଁ ପ୍ରଶ୍ନ ରଖିବି ବୋଲି ଉଚିତ ମନେ କରୁଛି। ଆଜ୍ଞା। ସେମାନଙ୍କୁ ଆପଣଙ୍କର ବାର୍ତ୍ତା କଣ ରହିବ? ସେମାନେ କଣ କରିବା ଉଚିତ, କେମିତି କରିବା ଉଚିତ? ନା, ସେବା ତ ହଉଛି ଯୋଉ ଆମେ କହିବା ଯେ ମାନବ ସେବା ହିଁ ମାଧବ ସେବା। ନିଶ୍ଚିତ ଭାବରେ। ମୁଁ ସେବା କାର୍ଯ୍ୟରେ ନିୟୋଜିତ ହେଇକି ମୁଁ ନିଜକୁ ଧନ୍ୟ ମନେ କରୁଛି। ମୁଁ ଯୋଉ ଏବେ ଡିପାର୍ଟମେଣ୍ଟରେ କାମ କରୁଛି, ସେଠି 6 ମାସରୁ 5 ବର୍ଷ ପର୍ଯ୍ୟନ୍ତ ପିଲାଙ୍କର ଯତ୍ନ ନିଆଯାଏ। ସେଠି ତାଙ୍କ ମାନଙ୍କ ସାଙ୍ଗରେ ମୋର ସମୟ କଟିଯାଏ। ସେ ଯୋଉ 8 ଘଣ୍ଟାର ସମୟ ଜଣା ପଡେନି।
ମୁଁ ନିଜକୁ ଧନ୍ୟ ମନେ କରୁଛି। କିନ୍ତୁ ମୁଁ ଭାବୁଛି ଯେ ସେବା କରିବା ଲୋକମାନେ ଏମିତି ବି ଲୋକ ଅଛନ୍ତି ସେବା କରିବା ପାଇଁ ନିଜ ସ୍ୱଇଚ୍ଛାରେ ଆଗେଇ ଆସୁଛନ୍ତି। ଆମକୁ ତ ସରକାର କିଛି ପାରିଶ୍ରମିକ ଦଉଛି, ଆମେ ସେବା ନିଶ୍ଚିତ କରୁଛୁ। ନିଶ୍ଚିତ ଭାବରେ ତ ନିଶ୍ଚିତ ଭାବରେ ମନ ଲଗେଇ ଆମେ ସେବା କରିବା ନିହାତି ଦରକାର। ମଣିଷ ମାନେ ସମସ୍ତଙ୍କ ମଧ୍ୟରେ ମାଧବ ଅଛନ୍ତି। ତେଣୁ ସେବାଟା ମୋର ସୌଭାଗ୍ୟ, ମୁଁ ସେବା କରିବା ପାଇଁ ପାଇଛି। ମୁଁ ଆଉ ଅନ୍ୟ ସବୁ ଯୁବପିଢିଙ୍କି ମଧ୍ୟ କହିବି ଯେ କେବଳ କିଛି ପାରିଶ୍ରମିକ ପାଇବା ପାଇଁ ସେବା କରିବା ସେଟା ନୁହେଁ। ଆମେ ଲୋକମାନଙ୍କର ସେବା ଦବା ଯେ ଭାବିବା ଯେ ଆମେ ଭଗବାନଙ୍କ ସେବା କରୁଛେ, ମାଧବଙ୍କ ସେବା କରୁଛେ ଭାବି ସମସ୍ତଙ୍କୁ ସେବା ଯୋଗେଇ ଦବା। କିଛି ଆମେ ତ କିଛି ଆର୍ଥିକ ସହାୟତା କରି ନ ପାରିବା, କିନ୍ତୁ ମାନସିକ ସ୍ତରରେ କିଛି ସାହାଯ୍ୟ ତ କରିପାରିବା। କିଛି କାହାର କିଛି ଯଦି ସୁଯୋଗ ଆମଠୁ ପାଇକି କିଛି ସାହାଯ୍ୟ ପାଇକି ଖୁସି ହେଇପାରୁଛି, ତା ମୁହଁରେ ହସ ଫୁଟେଇ ପାରୁଛେ, ତାହା ନିଶ୍ଚିନ୍ତ କରିବା। ନିଶ୍ଚିତ ନିଶ୍ଚିତ ସୁନ୍ଦର ଭାବରେ ସୁନ୍ଦର ମତାମତ ଆପଣଙ୍କର। ଆମେ କିଛି ନ ଦେଇ ପାରିଲେ ଆମର ଶାରୀରିକ ସେବା ଦେଇପାରିବା, ନଚେତ କାହାକୁ ମାନସିକ ସ୍ତରରେ ବି ତାକୁ କହିକି ତାକୁ ଆମେ ସେବା କରିପାରିବା, ତାର ଏଇଟା ସବୁଠାରୁ ବଡ କଥା। ଯେହେତୁ ଆପଣ ଜଗନ୍ନାଥ ସଂସ୍କୃତି କହିଲେ, ଜଗନ୍ନାଥଙ୍କୁ ମାନୁଛନ୍ତି, ଘର ସକାଳ ସେଇ ସରସ୍ୱତୀଙ୍କ ବନ୍ଦନାରୁ ଆରମ୍ଭ ହୁଏ। ସେ ନିଶ୍ଚିତ ଭାବରେ ଗୋଟେ ମାହୋଲ, ଗୋଟେ ଭିନ୍ନ ପ୍ରକାର ମାହୋଲ ଏଇଥିରୁ ଅନୁମାନ କରାଯାଇପାରେ। ମ୍ୟାମ୍, ଆପଣ ଜଗନ୍ନାଥଙ୍କୁ କେତିକି ବିଶ୍ୱାସ କରନ୍ତି? ମୁଁ ବହୁତ ବିଶ୍ୱାସ କରେ। ମୁଁ ଜଗନ୍ନାଥଙ୍କୁ ଏତେ ବିଶ୍ୱାସ କରେ, ମୁଁ ଆପଣଙ୍କୁ କହିପାରିବିନି, କହିଲେ ମୋ ଆଖିରେ ଲୁହ ଆସି ଯାଉଛି। ମୁଁ ମୁଁ ଦେଖିଛି, ମୁଁ ନିଜ ଆଖିରେ ଦେଖିଛି ଜଗନ୍ନାଥଙ୍କୁ। କିଛି କିଛି ମୁହୂର୍ତ୍ତରେ ମୁଁ ଆଜି ପର୍ଯ୍ୟନ୍ତ ତାଙ୍କୁ କିଛି ମାଗିନି ଯେ ମୋର ଏଇଟା ଦରକାର। ମୁଁ ସବୁବେଳେ ମାଗେ ଯାହାବି ମୁଁ କିଛି କରୁଛି ସେଥିପାଇଁ ମତେ ଶକ୍ତି ଦିଅନ୍ତୁ, ଧୈର୍ଯ୍ୟ ଦିଅନ୍ତୁ, କେମିତି ମୁଁ ଭଲରେ ଭଲରେ ସେ କାମଟିକୁ କରିପାରେ। ବହୁତ ସେ ସୁନ୍ଦର ମଧ୍ୟ ମତେ ମୋର ପ୍ରତିଟି କାର୍ଯ୍ୟରେ ମୋ ପାଖରେ ରହିଛନ୍ତି। ମୁଁ ଅନୁଭବ କରିପାରିଛି ଯେ ମୋ ପାଖରେ ପାଖରେ ରହିଛନ୍ତି ଜଗନ୍ନାଥ। ବହୁତ ବଡ ବିପଦରେ ମୁଁ ମଝିରେ ମୋ ସ୍ଵାମୀଙ୍କର ଦେହ ଖରାପ ଥିଲା। ତାଙ୍କୁ ସେ ମୁଁ ଜଗନ୍ନାଥ ନିଜେ ସେ ମାନବ ବେଶରେ ଆସି ମତେ ଏତେ ସାହାଯ୍ୟ କରିଥିଲେ ଯେ ସେ କଥା କହିଲା ବେଳକୁ ମଧ୍ୟ ମୁଁ ମାନେ ସେ କଥା ମନେ ପକେଇଲା ବେଳକୁ ମୋ ଦେହ ଶିହରଣ ଉଠି ଯାଉଛି ଯେ ନା, ଭଗବାନ ସବୁଠି ଅଛନ୍ତି, ଭଗବାନ ସମସ୍ତଙ୍କ ଶରୀରରେ ଅଛନ୍ତି। ଆଉ ଯିଏ ଭକ୍ତିର ସହିତ ତାଙ୍କୁ ଡାକେ ସେ ତାଙ୍କୁ ନିଶ୍ଚିନ୍ତ ସାହାଯ୍ୟ କରନ୍ତି। ନିଶ୍ଚିତ ଭାବରେ ନିଶ୍ଚିତ ଭାବରେ ସେ ଅନୁଭବର ଠାକୁର, ଅନୁଭବୀର ଠାକୁର, ଅନୁଭୂତିର ଠାକୁର ମୋ ଜଗନ୍ନାଥ। ସେ ସମସ୍ତଙ୍କଠୁ ଅନନ୍ୟ, ସମସ୍ତଙ୍କଠୁ ଭିନ୍ନ। ତାଙ୍କୁ ଯିଏ ଯୋଉ ଭଳି ଭାବରେ ଡାକିଛି ସେ ସେଇଭଳି ଭାବରେ ତାଙ୍କୁ ପାଇଛି। ତାଙ୍କଠୁ କେବେ ହେଲେ ନିରାଶା କେବେ ହେଲେ ହୋଇନି। ଯଦି ଆମେ ତାଙ୍କ ଉପରେ ବିଶ୍ୱାସ ରଖିବା, ନିଶ୍ଚିତ ଭାବରେ ସେ ଆମକୁ ସାହାଯ୍ୟ କରିବେ। ଏଇଟା ହିଁ ସମ୍ପୂର୍ଣ୍ଣ ସତ୍ୟ ଘଟଣା। କେବଳ ବିଶ୍ୱାସ ହିଁ କେବଳ ବିଶ୍ୱାସରେ ହିଁ ପାଇପାରିବା ଜଗନ୍ନାଥଙ୍କୁ। ଆଉ ଯେ ଆପଣଙ୍କ ଆଜ୍ଞା। ମନ୍ତରରେ ଏହା ରହିଛି, ବହୁତ ଖୁସି ଲାଗିଲା। ଆମ ସଂସ୍କୃତି, ଆମ ଭଲ ପାଇବା, ମାନେ ଜଗନ୍ନାଥଙ୍କ ପ୍ରତି ସ୍ନେହ, ଭଲ ପାଇବା ଏହା ରହିଛି, ଏହା ଶୁଣି ବହୁତ ବି ଖୁସି ଲାଗିଲା। ମ୍ୟାମ୍, ମୋର ଶେଷ ପ୍ରଶ୍ନ ରହିବ ଆପଣଙ୍କୁ। ଆପଣଙ୍କର ବା ଅ ଆପଣଙ୍କ ସହିତ ଯୋଉମାନେ ରହିଛନ୍ତି ବା ଆପଣଙ୍କ ଭଳି ଯୋଉମାନେ ଅନ୍ୟମାନେ ସେବା କରୁଛନ୍ତି, ସେମାନଙ୍କ ପ୍ରତି ସେମାନଙ୍କର ଏଇ ସମାଜ ପ୍ରତି କର୍ତ୍ତବ୍ୟ କଣ ରହିବା ଦରକାର? ମାନେ ଆପଣ ଯୋଉ ଗୋଟେ, ଦେଖନ୍ତୁ, ବୁଝିପାରିଲେ ତ ମୋ ପ୍ରଶ୍ନ? ହଁ ବୁଝିପାରିଲି। ଯୋଉମାନେ ସେବା କରିବାକୁ ଆଗେଇ ଆସୁଛନ୍ତି, ଆଜିକାଲି ଯୋଉ ପ୍ରକାର ସମାଜରେ ଯୋଉ ପ୍ରକାର ମଣିଷ, ସମାଜରେ ଆମେ ସମସ୍ତଙ୍କୁ ଦେଖୁଛେ, ସମସ୍ତେ ସମାନ ନୁହନ୍ତି। ନିଶ୍ଚିତ ଭାବରେ କିଛି ଲୋକ ରୋଜଗାର ଉଦ୍ଦେଶ୍ୟରେ ସେବା କ୍ଷେତ୍ରକୁ ଆସୁଛନ୍ତି। କିଛି ଲୋକ, ସମସ୍ତେ ଯେ କେବଳ ଉପାର୍ଜନ କରିବା, ରୋଜଗାର କରିବା, କିଛି ପାରିଶ୍ରମିକ ପାଇବି ସେଥିପାଇଁ ମୁଁ ସେବା କରୁଛି, ସେଟା ଭାବିବା ଠିକ ନୁହେଁ। ମୁଁ ଗୋଟେ ଉଦାହରଣ ଦେବି। ମୁଁ ଯେତେବେଳେ କଣ୍ଟ୍ରାକ୍ଚୁଆଲ ସର୍ଭିସରେ ଥିଲି, ମୁଁ କମ ଦରମାରେ ଚାକିରି କରୁଥିଲି, ସେତେବେଳେ ମୁଁ ଭାବେ ହଁ, ଏତିକି ଦରମା ତ ମୋ ପରିବାର ଚଳେଇବା ପାଇଁ ହେଇଯାଉଛି, ମୁଁ ରେଗୁଲାର ହେଇକି ଏତେ ସବୁ ଅଧିକ ସାଲାରୀ ପାଇକି ଆହୁରି ଅଧିକା ହେଲେ କରିବି କଣ? କିନ୍ତୁ ଏଇଟା ଗୋଟେ ମତେ ଭଲ ଗୋଟେ ଜାଗା ମିଳିଛି ଯୋଉଠି କି ମୁଁ ଲୋକଙ୍କ ସେବା କରିପାରିବି। ସେଇ ମନୋବୃତ୍ତି ନେଇକି ସମସ୍ତେ ସେବା କ୍ଷେତ୍ରକୁ ଆସନ୍ତୁ, ଯେ କେବଳ ପାରିଶ୍ରମିକ ଟା ବଡ କଥା ନୁହେଁ। ଲୋକଙ୍କ ମୁଖରେ ହସ ଫୁଟେଇ ପାରିବା, ଲୋକଙ୍କୁ ସେବା ଦେଇପାରିବା, ଏ ମନୋବୃତ୍ତି ନେଇକି ଆସନ୍ତୁ। ଦେଖିବେ ଜୀବନ ସରସ ସୁନ୍ଦର ହବ, ଲୋକଙ୍କ ମୁହଁରେ ହସ ଫୁଟିବ, ଆଉ ସମାଜ ବଦଳିଯିବ। ନିଶ୍ଚିତ ଭାବରେ ଆପଣଙ୍କ ସହ ମୁଁ କଥା। ହଁ। ଆଉ ଗୋଟେ କଥା ମୁଁ କହିବାକୁ ଚାହେଁ ଆପଣଙ୍କ ମାଧ୍ୟମରେ, ଯେ ଯୋଉ ନୂଆ ନୂଆ ଯୋଉମାନେ ସାହିତ୍ୟକୁ ଭଲ ପାଉଛନ୍ତି, ନୂଆ ଏ କ୍ଷେତ୍ରକୁ ଆସିବାକୁ ଚାହୁଁଛନ୍ତି, ଆପଣଙ୍କ କାର୍ଯ୍ୟକ୍ରମ ଗୋଟେ
ଉତ୍ତମ ମାଧ୍ୟମ ଯୋଉଟାକୁ ମୁଁ ସାଧୁବାଦ ଜଣେଇବି, ଆପଣଙ୍କୁ ଧନ୍ୟବାଦ ଜଣେଇବି। ଛୋଟ ପିଲାମାନଙ୍କୁ ନେଇକି ଆପଣଙ୍କର ଯୋଉ କାର୍ଯ୍ୟକ୍ରମ ଏବେ ଜାରି ରହିଛି, ଯେ ଚିତ୍ରାଙ୍କନ ପ୍ରତିଯୋଗିତା ହେଲା କିମ୍ବା ଏବେ ଯୋଉ କବିତା ଲେଖା, ସେଥିପାଇଁ ଆପଣ ଯେହେତୁ ନୟାଗଡ଼ର, ବହୁତ ଗର୍ବ ଅନୁଭବ କରେ ଯେ ମୁଁ ମଧ୍ୟ ନୟାଗଡ଼ର। ଏଇଆ ଏଇଆ ଏଇ ସବୁ ଯାହା କାର୍ଯ୍ୟକ୍ରମ ଚାଲିଛି ଏଇଟା ଆଗକୁ ଜାରି ରହୁ, ନୂଆ ନୂଆ ପ୍ରତିଭା ଆଗକୁ ଆସନ୍ତୁ। ମୋ ମୋ ଭିତରେ ଯୋଉ କିଛି ଗୋଟେ ସ୍ୱପ୍ନ ରହିଛି, ଯେମିତି ଗୋଟେ ପାହାଚକୁ ଚଢିଲେ ତମେ ଆଗକୁ ଆଗକୁ ଗୋଟେ ଗୋଟେ ପାହାଚ ଯାଇକି ତମେ ଶୀର୍ଷରେ ପହଞ୍ଚି ପାରିବ। ମୁଁ ଭାବୁଛି ମୋର ଏଇଟା ପ୍ରଥମ ପାହାଚ। ମୁଁ ଲୁକାୟିତ ସୁପ୍ତ ଭାବରେ ଥିଲି। ମୁଁ ମନ ଭିତରେ ମୋର ଲେଖା ଅଛି, ମୁଁ ବହୁତ କିଛି ଲେଖିଛି ଯାହାକି ମୋ ଡାଏରୀ ଭିତରେ ରହିଯାଇଛି, ଲୋକଲୋଚନକୁ ଆସିପାରିନି। ମୋର ସ୍ୱପ୍ନ ଅଛି ମୋର ନିଜର ପୁସ୍ତକ ପ୍ରକାଶିତ ହଉ, ଲୋକମାନେ ପଢନ୍ତୁ, ଜାଣନ୍ତୁ। ସେ ପର୍ଯ୍ୟନ୍ତ ମୁଁ ଯାଇନାହିଁ, କିନ୍ତୁ ସ୍ୱପ୍ନ ଅଛି, ସେଟା ଆଗକୁ ନିଶ୍ଚିନ୍ତ କରିବି। ଆପଣଙ୍କ ମାଧ୍ୟମରେ ମୁଁ ଭାବୁଛି ଯେ ମୁଁ ଗୋଟିଏ ପାହାଚ ଚଢିଛି, ଲୋକ ନିଶ୍ଚିତ ମତେ କିଛି ଭାବରେ ଜାଣିଛନ୍ତି। ନିଶ୍ଚିତ ଭାବରେ ତେଣୁ ସ୍ୱାତି ଆପଣଙ୍କୁ ଧନ୍ୟବାଦ, ନମସ୍କାର। କୃତଜ୍ଞତା ସ୍ୱାତି ହଁ ଜଣାଇବି। ସ୍ୱାତି ଲଗ୍ନ ଆପଣ ମାନଙ୍କ ସହିତ ଅଛି। ଆମର ଯୋଉ ଉଦ୍ଦେଶ୍ୟ, ଆମେ ସମସ୍ତଙ୍କୁ ଗୋଟିଏ ପ୍ଲାଟଫର୍ମରେ ଆଣି ତିଆରି କରି ପ୍ଲାଟଫର୍ମ ଆଣିକି ଦବୁ, ଏବଂ ବିଶେଷ କରି ଯୋଉମାନେ ଆମର ଗ୍ରାମ ଅଞ୍ଚଳରେ ଅଛନ୍ତି ବା ଏଇ ଦୁନିଆଠୁ ଦୂରରେ ଅଛନ୍ତି। ଦୁନିଆ ଅର୍ଥାତ କଣ, ଏଇ ଯୋଉ ସୋସିଆଲ ମିଡିଆ ହଉ କିମ୍ବା ତାଙ୍କ ପାଖରେ ଗୁଣ ରହିଛି କିନ୍ତୁ ଆମେ ବାହାରକୁ ପରିପ୍ରକାଶ କରିପାରୁନାହାନ୍ତି, ଆମେ ସେମାନଙ୍କୁ ପାରିଛନ୍ତି। ପ୍ଲାଟଫର୍ମ ଦେବା ପାଇଁ ଏଇ ପ୍ଲାଟଫର୍ମ ତିଆରି କରିଛୁ। ତା ସହିତ ଲୋକଙ୍କ ବିଷୟରେ ଆଜ୍ଞା, ଜାଣିବା ପାଇଁ ଏଇ ପ୍ଲାଟଫର୍ମ ତିଆରି କରିଛୁ। ତ ଆପଣ ମାନଙ୍କର ସ୍ନେହ, ଭଲ ପାଇବା, ଆଶୀର୍ବାଦ ରହିଲେ ଆମେ ନିଶ୍ଚିତ ଭାବରେ ଏଇଭଳି କାମ ଆଗକୁ କରିଚାଲିଥିବୁ। ଆପଣଙ୍କ ସହିତ କଥା ହୋଇ ବହୁତ ଭଲ ଲାଗିଲା। ପୁଣି ଥରେ କଥା ହବା କେତେବେଳେ। ରହୁଛି ଆଜ୍ଞା, ନମସ୍କାର, ଜୟ ଜଗନ୍ନାଥ। ନମସ୍କାର, ଜୟ ଜଗନ୍ନାଥ।